ଜଙ୍ଗଲକୁ ଉଡ଼ିବା ପାଇଁ ଯାଉଛି। ଆରେ ନାଇଁ ରେ ଧନ, ତୁ ବହୁତ ଛୋଟ, ତୁ ଭଲସେ ଉଡ଼ି ବି ଜାଣିନୁ। ଜଙ୍ଗଲରେ ବହୁତ ବିପଦ, ତୋର କେହି ସାଙ୍ଗ ବି ନାହାନ୍ତି। ଏଇ ଦେଖିଲୁ, ତୋତେ ଦେଖା କରିବା ପାଇଁ ତୋ ମାଉସୀ ଆଉ ତୋ ନୂଆ ସାଙ୍ଗ ଆସିଛନ୍ତି। ମା, ସାଙ୍ଗ ପୁଣି କଣ? ଆରେ ବୁଧୁ, ବନ୍ଧୁତା ହଉଛି ଦୁନିଆର ସବୁଠାରୁ ବଡ଼ ସମ୍ପର୍କ। ଜଣେ ବନ୍ଧୁ କେବେ ବି ତା ବନ୍ଧୁକୁ ବିପଦରେ ଛାଡ଼ିକି ଯାଏ ନାହିଁ। ସେମାନେ ପରସ୍ପରକୁ ବିପଦ ଆପଦରେ ସାହାଯ୍ୟ କରନ୍ତି, ଠିକ୍ ଯେମିତି ତୋ ମାଉସୀ ଆଉ ମୁଁ। ମା, ତମେ କଣ କେବେ ଦୁହେଁ ଦୁହେଁକୁ ସାହାଯ୍ୟ କରିଥିଲ? ହଁ ପରା, ଆଜି ଯଦି ତୋ ମାଉସୀ ମୋର ବନ୍ଧୁ ହୋଇ ନଥାନ୍ତା, ତାହେଲେ ତୁ ଏ ଦୁନିଆର ଆଲୋକ କେବେ ଦେଖିପାରି ନଥାନ୍ତୁ। ଗୋଟେ ଦୁଷ୍ଟ କୁଆର ଚକ୍ରାନ୍ତରେ ପଡ଼ି ମୁଁ ତୋ ମାଉସୀକୁ ଭୁଲ ବୁଝିଥିଲି। ମା, ମୁଁ କିଛି ବୁଝିପାରୁନାହିଁ। ଆଲୋ ମିତ, ତୁ ଟିକେ ସେମାନଙ୍କୁ ବୁଝେଇକି କହୁନୁ। ହଁ ମାଉସୀ, ମୋର ବି ଶୁଣିବା ପାଇଁ ଭାରି ଆଗ୍ରହ, ଟିକେ କୁହ ନା କଣ ହେଇଥିଲା। ହଉ ତେବେ ଶୁଣ। ତୋ ମା ଆଉ ମୁଁ ପିଲାଦିନରୁ ଦୁହେଁ ଭାରି ଭଲ ସାଙ୍ଗ। ମୁଁ ଟିକେ ଦେଖିବାକୁ ବହୁତ ସୁନ୍ଦର, କିନ୍ତୁ ତୋ ମା ବହୁତ ସୁନ୍ଦର ଗୀତ ଗାଏ। ଆମ ଦୁଇ ଜଣଙ୍କ ବନ୍ଧୁତାକୁ ନେଇ ଜଙ୍ଗଲ ସାରା ସବୁବେଳେ ଚର୍ଚ୍ଚା। ଆମ ବନ୍ଧୁତାକୁ ଦେଖି ସେ ଦୁଷ୍ଟ କୁଆ ସହିପାରେ ନାହିଁ। ସେ ଆମ ବନ୍ଧୁତାକୁ ବହୁତ ଈର୍ଷା କରେ। କେମିତି ଆମ ବନ୍ଧୁତାକୁ ଭାଙ୍ଗିବ ସବୁବେଳେ ଯୋଜନା କରୁଥାଏ। ମୁଁ କିନ୍ତୁ ସେ ବିଷୟରେ ଜାଣିପାରିଲି ନାହିଁ। ଦିନେ ତୋ ମା ନଥିବାର ସୁଯୋଗ ନେଇ ସେ ଦୁଷ୍ଟ କୁଆ ମୋତେ ଆସି କହିଲା। କଣ କହିଲା ସେ ଦୁଷ୍ଟ କୁଆ? ତୁମକୁ କଣ କହିଲା? ସେ କୁଆ ମୋତେ କହିଲା କି ଆରେ ଭଉଣୀ, ମୁଁ କଣ ଜଙ୍ଗଲରେ ଯାହା ଶୁଣିଲି ସବୁ ସତ? କାଉ ଭାଇ, ତୁମେ ଏମିତି କଣ ଶୁଣିଲ କି? ତୁମେ ତ ଜାଣ, ତୁମ ଦୁହିଁଙ୍କ ବନ୍ଧୁତାକୁ ନେଇ ଜଙ୍ଗଲ ସାରା ସବୁଠି ଚର୍ଚ୍ଚା। କିନ୍ତୁ ଆଜି ଏ କାନ କଣ ନ ଶୁଣିଲା, ଏ ଆଖି କଣ ନ ଦେଖିଲା? ତୋତେ ମିଛ ଭଉଣୀ, ମୋତେ ସତ। ତୋ ମିତ ଜଙ୍ଗଲ ସାରା ସବୁ ପକ୍ଷୀଙ୍କୁ କହୁଛି କି ତୁ କୁଆଡ଼େ ଦେଖିବାକୁ ଅସୁନ୍ଦର। ତାର ଗୀତ ପାଇଁ ସେ ଜଙ୍ଗଲ ସାରା ପ୍ରସିଦ୍ଧି ଲାଭ କରିଛି। ତ କାହିଁ ସିଏ, କାହିଁ ତୁ ତାର ମିତ ହେବା ପାଇଁ ଯୋଗ୍ୟ ନୁହେଁ। ନା ନା, ଏହା କେବେ ବି ସତ ହୋଇପାରିବନି। ମୋ ମିତ କେବେ ବି ଏମିତି କହିବ ନାହିଁ। ମୁଁ ତାକୁ ପିଲାଦିନୁ ଜାଣିଛି। ଖାଲି ସେତିକି ନୁହଁ ଭଉଣୀ, ମୁଁ ଏହା ବି ଶୁଣିଛି ଯେ ସେ କୁଆଡ଼େ ଏଥର ତୋ ଅଣ୍ଡାକୁ ନଷ୍ଟ କରିଦେବ କହୁଥିଲା। ମାଉସୀ, ତାପରେ କଣ ହେଲା? ତାପରେ ଆଉ କଣ ହେବ? ମୁଁ ସେଇ କୁଆର କଥାରେ ପଡ଼ି ମୋ ପିଲାଦିନର ବନ୍ଧୁକୁ ସନ୍ଦେହ କଲି। ତୋ ମା ଯେତେବେଳେ ଆସିଲା, ମୁଁ ତାକୁ ଗାଳି କରି ମୋ ଗଛ ଡାଳରୁ ବିଦା କରିଦେଲି। ଆଉ କେବେ ମୋ ବସା ପାଖକୁ ନ ଆସିବା ପାଇଁ କହିଲି। ମାଉସୀ, ତାପରେ କଣ? ଆଉ ମା କେବେ ବି ଫେରିଲାନି ତୁମ ପାଖକୁ? ଟିକେ କୁହ ନା, ତାପରେ କଣ ହେଲା? ତାପରେ ତୋ ମାଉସୀ ମନ ଦୁଃଖରେ ସେଠାରୁ ଉଡ଼ିଗଲା। ଉଡ଼ିକି ଯିବା ବାଟରେ ସେ ଦେଖିଲା କି ସେ ଦୁଷ୍ଟ କୁଆ ଗୋଟେ ବହୁତ ବଡ଼ ସାପକୁ ମୋ ବସାର ଠିକଣା କହି ସେଥିରେ ଥିବା ଅଣ୍ଡା ବିଷୟରେ କହୁଛି। ଆଉ କହୁଛି ଯେ ତୁମେ ଗଲେ ସେଠାରେ ଗୋଟେ ସୁନ୍ଦର ଭୋଜନ ପାଇବ। ତାପରେ ମୁଁ ଆଉ କାଳ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ତୋ ମାଉସୀର ବସା ପାଖକୁ ଉଡ଼ିଗଲି।
ଆଉ ସେଥିରେ ଥିବା ଅଣ୍ଡାକୁ ଘୋଡ଼ାଇ ତା ସ୍ଥାନରେ ଅଣ୍ଡା ଆକୃତିର ଗୋଟେ ପଥର ରଖିଦେଲି। ସେ ଦୁଷ୍ଟ କୁଆ ଆଉ ସାପ ଯେତେବେଳେ ଆସି ବସା ପାଖରେ ପହଞ୍ଚିଲେ, ସାପଟି ପଥରକୁ ଅଣ୍ଡା ଭାବି ଗିଳିଦେଲା। ପଥର କି ସାପର ହଜମ ହୁଏ, ସେ ଜାଣିଲା ତା ମୃତ୍ୟୁ ନିଶ୍ଚିତ। ଆଉ ଏଥିପାଇଁ ସେ କୁଆ ଦାୟୀ। ସେ ରାଗରେ କୁଆକୁ କହିଲା, ମୁଁ ଯଦି ମରୁଛି ତୋ ପାଇଁ, ତାହେଲେ ତୁ ବି କାହିଁ ବଞ୍ଚିବୁ। ତାକୁ ମଧ୍ୟ ଗୋଟେ ଚୋଟ ମାରିଲା। କିଛି ସମୟ ଭିତରେ ସାପ ଓ କୁଆ ଉଭୟ ମରିଗଲେ। ମୁଁ ଆସିବା ପରେ ତୋ ମା ମୋତେ ମୋ ଅଣ୍ଡାଟିକୁ ଫେରାଇ ଦେଇ ସମସ୍ତ ବିଷୟ କହିଲା। ମୁଁ ମୋ ଭୁଲ ବୁଝିପାରିଲି। ତାହେଲେ ପିଲେମାନେ, ତୁମେ ଏଥିରୁ କ'ଣ ଶିଖିଲ? ଆମେ ଏ କଥାରୁ ଏଇଆ ଶିଖିଲୁ ଯେ ଜଣେ ପ୍ରକୃତ ବନ୍ଧୁ କେବେ ହେଲେ ବିପଦରେ ଛାଡ଼ି ଯାଇପାରିବ ନାହିଁ। ମାଉସୀ, ମା, ଆଉ ତୁମର ଆଉ ଗୋଟେ କାହାଣୀ କୁହ ନା, ପ୍ଲିଜ ପ୍ଲିଜ, ଆଉ ଗୋଟେ କାହାଣୀ କୁହ ନା। ନାଇଁ ରେ ପିଲେ, ବହୁତ ସମୟ ହେଲାଣି। ତୁମେମାନେ ଯାଅ, କ'ଣ ଟିକେ ଖିଆପିଆ କରିବ। ଆଉ ଗୋଟେ କାହାଣୀ ପୁଣି ଆରଥରକୁ।